जगतसिंहपुर जिला तीर्तोल ब्लॉक कोलार पंचायत अंतर्गत तारतोल ग्रामर किडनी रोग पीड़ित विकास चंद्र भोई को सहायतार हाथ बढ़ाई ओडिशार अग्रणी स्वेच्छासेवी अनुष्ठान। सूचना योग्य कि विकास को परिवार कहले पत्नी एवं दुई झील से मुंबईर एक घरोई कंपानी रे काम करी परिवार प्रतिपोषण करुथिले। 4 मास तले काम करुथिबा समय हठात से असुस्थ होई पड़िथिले। डाक्तर माने प्रथमे ठीक से रोग चिन्हट करि पारि नथिले। परे जना पड़िथिला कि तांकर किडनी रे पानी जमुछि। घरर एकमात्र रोजगारिया व्यक्ति शଯ୍याशायी होई पड़िथिबारो सब रोजगार बाट बंद होई जाइछि। परिवार पाई सहारा साजिथिबा व्यक्ति आज अन्यर सहारा रे बंचुछि। विकास को चिकित्सा रे अर्थ साजिछि बाधक। सस्मिता भोई कौन है इस जन ମୁଁ ତ 4 ମାସ ହେଲା ଦେହ ଖରାପ ହେଇଛି ଆଉ କେମିତି କ'ଣ ଚିକିତ୍ସା କଲେ? ଏଇ ସାହାଯ୍ୟ ଯେ ଦେଲେ ଆଉ ଭଉଣୀମାନେ ଦେଲେ ଏମିତି ଆଉ। ଦେହ କ'ଣ ଖରାପ ହେଇଛି? ଏ କିଡନୀରେ ପାଣି ଜମିଛି ଆଉ ଇଏ ହେଇଛି ଆଉ। କୋଉଠି ସେ ରହୁଥିଲେ କୋଉଠି? ରହୁଥିଲେ ବମ୍ବେରେ କାମ କରୁଥିଲେ ଧୀରେ ଧୀରେ ଦେହ ଖରାପ ହେଲା ଯେମିତି ଘରକୁ ଆଇଲେ ଏମିତି ଦେହ ଖରାପ ହେଲା ଫେରେ ମେଡ଼ିକାଲ ଦେଖେଇଲୁ ଆଉ ମେଡ଼ିକାଲ ଦେଖିଲେ ଏମିତି ଜିନିଷ ବାହାରିଲା। ସେମିତି ଡକ୍ଟର ଦେଖେଇଲୁ 2 ଥର ଦେଖେଇଲୁ ଡକ୍ଟର କହିଲେ ଘରକୁ ନେଇଯାଅ ଆଉ ପଇସା ନାହିଁ ଖର୍ଚ୍ଚ କରିବାକୁ ମେଡ଼ିକାଲ ନେବାକୁ ସେ ନେଇପାରୁନୁ ଅଛନ୍ତି ଘରେ ଆଉ ଏମିତି ଆଉ। ସ୍ୱେଚ୍ଛାସେବୀ ସଂଗଠନ ଆସିଥିଲା ଆପଣଙ୍କୁ ଆଜି ସହଯୋଗର ହାତ ବଢ଼ାଇବା ପାଇଁ କ'ଣ ସବୁ ସହଯୋଗ କଲେ ଆପଣଙ୍କୁ ଆଉ କ'ଣ ପ୍ରତିଶ୍ରୁତି ଦେଲେ ତାର ତ ପରୀକ୍ଷା ପାଇଁ ଆଉ ଟ୍ରିଟମେଣ୍ଟ କରିବା ପାଇଁ? ସେ କହିଲେ ଆମେ ସାହାଯ୍ୟ କରିବୁ ଭୁବନେଶ୍ୱର ନେଇଯିବୁ ଆମେ ସାହାଯ୍ୟ କରିବୁ ଏହା କହିଲେ ଆଉ ସେ ଆଇଥିଲେ ଆଉ ଦେଇଛନ୍ତି କ'ଣ ଭଲ ମନ୍ଦ କ'ଣ ଦେଇଛନ୍ତି ଆଉ ହେଇଛି ଆଉ। ମୋ ନାଁ ଝୁନି ଦାସ। କ'ଣ ଭାଇଙ୍କର ଯେଉଁ ଭାଇ ତ ସେ ତାଙ୍କର ଯାଇକିରି ବମ୍ବେରେ ଷ୍ଟେସନାରୀ କାମ କରନ୍ତି ସେଇଠୁ ତାର ଯାହା ଭଲ ମନ୍ଦ ଆଣନ୍ତି ତା ପରିବାର 4 ଜଣ ଖୁସି ହୁଅନ୍ତି। ତାପରେ ତାଙ୍କ ଦେହ ଖରାପ ହେଲାଣି 4 ମାସ ହେଲା ଗାଁକୁ ଆସିଲେ ଦେହ ଖରାପ ହେଲା ଗାଁ ଗଣ୍ଡା ଆଦାୟ ଉଦୟ କରି ଯାହା ଯୋଉଠି ଥିଲା ନେଇକିରି ମେଡ଼ିକାଲ ଗଲେ ସମ ହସ୍ପିଟାଲ ମେଡ଼ିକାଲରେ ନେଇକିରି ଆଡ଼ମିଟ୍ କଲେ। ତାପରେ ଯେତେବେଳେ ଡକ୍ଟର ଦେଖିଲେ କହିଲେ ଅଣ୍ଟାରେ ପାଣି ଜମିଛି ଛାତି କିଡନୀରେ ପାଣି ଜମିଛି ବ୍ରୋନ୍ ଟିଭି ହେଇଛି। ତାପରେ ସେ ଟ୍ରିଟମେଣ୍ଟ କଲେ 13 ଦିନ ରଖିଲେ 13 ଦିନ ପରେ କହିଲେ ରୋଗୀ ଭଲ ଅଛି। ତାପରେ ବିଦା କରିଦେଲେ ଆମେ ଆସିଲୁ ଆଉ ଆସିବା ପରେ ମେଡ଼ିସିନ ଗାଁ ବାଲା ଆଦାୟ କରିକିରି ସେ 5 ଦିନ ପାଇଁ ଜମା ମେଡ଼ିସିନ ଦେଇଥିଲେ ଆଉ ଗାଁ ବାଲା ଆଦାୟ କରିକିରି ମାସକ ପାଇଁ ମେଡ଼ିସିନ ଦେଇଛନ୍ତି। ସରକାରୀ ସହାୟତା କିଛି ମିଳିଥିଲା କି ଆପଣଙ୍କୁ? ଆଜ୍ଞା ମିଳିନାହିଁ ସେଥିପାଇଁ କି ପିଲାମାନଙ୍କୁ ଡାକିଥିଲୁ। ଯେଉଁ ବିଏସ୍କେ କାର୍ଡ ଥିଲା କାର୍ଡ ଅଛି ସେଇଥିରୁ କାଟିଛନ୍ତି ଆଉ 75,000 ମାନେ 90,000 ହେଇଥିଲା କାଟି କୁଟିକିରି 75,000 ପକେଇଛନ୍ତି। ପଇସା ସରିଗଲା ପରେ ସେ କ'ଣ ପଇସା ସରିଗଲା ଆଉ 13 ଦିନ ରଖିଲେ କହିଲେ ଆଉ ରୋଗୀ ଭଲ ଅଛି ଘରକୁ ନେଇଯାଅ। ତଥାପି ରୋଗୀ ଚାଲି ପାରୁନଥିଲା ତାଙ୍କର ଯେଉଁ ଗାଡ଼ିରେ ଆଣନ୍ତି ସେଇ ଗାଡ଼ିରେ ଆଣିକିରି ପଦାରେ ଛାଡ଼ିଲେ ଆମେ ଗାଡ଼ି କରିକିରି ଘରକୁ ଆଣିଲୁ। ହଁ ପ୍ରତିଶ୍ରୁତି ଦେଲେ ଯେ ମେଡ଼ିକାଲ ନେବେ ଯାହା ବନ ହେବ ତାଙ୍କ ତରଫରୁ ସେ କରିବେ ଆଉ ଭାଇକି ଭଲ କରିବେ ଆଉ ରାସନ ସାମଗ୍ରୀ ଆଣିଛନ୍ତି ଦେଇଛନ୍ତି ଆଉ। କେମିତି କ'ଣ ଏଠି ଖବର ପାଇଲେ ଆଜି ସହଯୋଗର ହାତ ବଢ଼ାଇବାକୁ ଆସୁଛନ୍ତି? ଆମର ଜଣେ ଭାଇ ଚନ୍ଦ୍ରକାନ୍ତ ଭାଇ ଅଛନ୍ତି ବଡ଼ ଖବରର ରିପୋର୍ଟର ଜଗତସିଂହପୁର ସିଏ କେମିତି କ'ଣ ଆସିଥିଲେ ଏଠିକି ନ୍ୟୁଜ୍ କରିବା ପାଇଁ ଆସିଲା ପରେ ସିଏ ଜାଣିବାକୁ ପାଇଲେ ଏ ପରିବାରର ଦୁଃଖ ଦେଖିଲେ ଦୁଃଖ ଜାଣିଲା ପରେ ସେ ଆମ ସହିତ ଯୋଗାଯୋଗ କଲେ କାହିଁକିନା ସେ ଦୀର୍ଘ ଦିନ ଧରି ସେ ଜଣେ ଭଲ ସୋସିଆଲ ୱାର୍କର ସବୁବେଳେ ସୁଖ ଦୁଃଖରେ ଠିଆ ହୁଅନ୍ତି ତ ଆମ ସହିତ ଆଗରୁ ତାଙ୍କର ଜଡ଼ିତ ସେଥିରେ ସେ ଜଣେଇଲେ ଯେ ଭାଇ ଏଭଳିଆ କଥା ଆଉ ଗୋଟେ ଗରିବ ପରିବାରଟେ କ'ଣ କରିବା ତ ତାଙ୍କ କଥା ଶୁଣିକି ଆଉ ଆମେ ଦେଖିଲୁ ବି ଯେଉଁ ଜିନିଷ ଦେଖିଲୁ ରହିହେଲାନି ବାହାରିକି ଆସିଥିଲୁ ତାଙ୍କୁ ସାହାଯ୍ୟ କ'ଣ ଦେଖିଲେ ତାଙ୍କ ସ୍ଥିତି କେମିତି ରହିଛି ତାଙ୍କର କେମିତି ପରିବାରର ସିଚୁଏସନ୍ କେମିତି କ'ଣ? ବହୁତ ଦୟନୀୟ ମାନେ କହିଲା ବେଳୁ ମୋ କଣ୍ଠରୁଦ୍ଧ ହେଇଯାଉଛି। ଏ ପରିବାର ଛୋଟ ଛୁଆ ଦୁଇଟାକୁ ଦେଖିକି ଯେଉଁ କଷ୍ଟ ଲାଗୁଛି ଆଖିରୁ ଲୁହ ପଳେଇ ଆସୁଛି। ଏତେ କମ୍ ବୟସରେ ଏଭଳିଆ ରୋଗରେ ପୀଡ଼ିତ ହେଇ ନା ଖାଇ ପଡ଼ୁଛନ୍ତି ନା ରହିପାରୁଛନ୍ତି ବହୁତ ଦୟନୀୟ ଅବସ୍ଥା। କ'ଣ ସବୁ ଆଜି ସହଯୋଗ କରାଗଲା ଆଉ ତାଙ୍କର
ରୋଗର ମାନେ କେମିତି ପରିସମାପ୍ତି ହେବ ତା ଆଜି ପାଇଁ ବ୍ୟବସ୍ଥା କ'ଣ କରାଯାଇଛି? ଦେଖନ୍ତୁ ଆଜି ସେମିତି କିଛି ବିଶେଷ କିଛି ନାହିଁ ତାଙ୍କ ପାଇଁ ମାନେ ବେଶୀ ଗୋଟେ ଜିନିଷ ଏତେ ଅସୁବିଧାରେ ଗୋଟେ ଲୋକଟେ ବଞ୍ଚିବ କେମିତି ପିଲାମାନେ ବଞ୍ଚିବା ପାଇଁ ଆମେ 2-3 ମାସ ପାଇଁ ତାଙ୍କ ପାଇଁ ପୁରା ଗ୍ରୋସରୀ ନେଇକି ଆସୁଛୁ 3 ମାସ ପର୍ଯ୍ୟନ୍ତ କିଛି ହେବନି ତାପରେ ତାଙ୍କ ପାଇଁ ଏବେ ବର୍ତ୍ତମାନ ଆମେ କଥା ହେଇକି ବି ଯାଉଛୁ ତାଙ୍କର ସବୁ ରିପୋର୍ଟ ଆମେ ନେଇକି ଯାଉଛୁ ଗଲା ପରେ ଆମେ ଡକ୍ଟର ସହିତ କନସଲ୍ଟ ହେଇକି କ'ଣ ବେଟର ଟ୍ରିଟମେଣ୍ଟ ହେଇପାରିବ କାହିଁକି ନା ଦେଖନ୍ତୁ ଏ ଯେଉଁ ସାହାଯ୍ୟ ଚାଉଳ ଡାଲି ଆମେ କେତେଦିନ ଦେବା କିନ୍ତୁ ଆମେ ଯଦି ଗୋଟେ ଲଙ୍ଗ୍ ଟର୍ମ ତାଙ୍କ ପାଇଁ କିଛି କରିପାରିବା ଭଲ ଜିନିଷ ଆମେ ଆମକୁ ଆମ ସହିତ ବି ବହୁତ ସାରା ଲୋକ ଅଛନ୍ତି ଯେଉଁମାନେ ସେବା କରିବା ପାଇଁ ଇଚ୍ଛୁକ ଅଛନ୍ତି ତ ସମସ୍ତଙ୍କୁ ଆପଣ ଗଣମାଧ୍ୟମ ଉପରେ ଗୋଟେ ଜିନିଷ ମୁଁ ସମସ୍ତଙ୍କୁ ଗୋଟିଏ କଥା କହୁଛି ଆପଣ ମାନେ ଏ ଭିଡ଼ିଓ ମାଧ୍ୟମରେ ଦେଖିଲା ପରେ ଏ ପରିବାରକୁ ଟିକିଏ ହାତ ବଢ଼ାନ୍ତୁ କାହିଁକିନା ଦେଖନ୍ତୁ ଆମେ ଏବେ ଯାଉଛନ୍ତି ବାହାରେ ଯାଇକି ମଦ ମାଂସ ଖାଇକି ହଜାର ହଜାର ଟଙ୍କା ଉଡ଼ଉଛନ୍ତି ଯଦି ଆମେ ଟଙ୍କାଟେ ବି ଏ ପରିବାରକୁ ସାହାଯ୍ୟ କରିବା ପରିବାରଟି ବଞ୍ଚିଥିବ ତ ମୁଁ ହାତ ଯୋଡ଼ିକି ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏ ପରିବାର ପାଖରେ ଦୁଃଖ ଟାଇମ୍ରେ କାହିଁକିନା ଦେଖନ୍ତୁ ଆଜି ସେ ପରିବାରରେ ଅବସ୍ଥା କାଲି ହୁଏତ ଆମେ ବି ସେଇ ଜାଗାରେ ଥାଇପାରିବା ତ ନିହାତି ଆମେ ଗୋଟେ ସମାଜରେ ରହୁଛନ୍ତି ମାନେ ଗୋଟେ ସମାଜଟା ହେଲା ଗୋଟେ ପରିବାର ଆମେ ସମସ୍ତେ କିଏ ଛୋଟ ବଡ଼ ଏସବୁ ଧାରଣା ନ ରଖିକି ସମସ୍ତଙ୍କ ପାଖରେ ଠିଆ ହେବେ ଗରିବ ହରିଜନ ପରିବାରଟା ତାଙ୍କ ଘରର ଅବସ୍ଥା ବି ଦେଖୁଥିବେ ବହୁତ ଅବସ୍ଥା ତ ମୁଁ ଆପଣ ମାଧ୍ୟମରେ ଆଉ ଥରେ ଅନୁରୋଧ କରୁଛି କିଛି ମାତ୍ରାରେ ସାହାଯ୍ୟ କରନ୍ତି ଲୋକଟି ଭଲ ହେଇଯାଉ।